ଯେ କେଉଁଠି ଆମେ ୟୁଜ୍ କରିବା। ଯେ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍ ଟେନ୍ସଟା ଆମର ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ବି କୁହାଯାଏ। ଆଣ୍ଡ ଏଇଟା ଯୋଉ ଆକ୍ସନ୍ ଗୁଡାକ ଷ୍ଟାର୍ଟ ହେଇଛି ପାଷ୍ଟରେ ଏବଂ କଣ୍ଟିନ୍ୟୁ କରୁଛି ଫର୍ ସମ୍ ଟାଇମ୍ ଆଣ୍ଡ ଷ୍ଟିଲ୍ କଣ୍ଟିନ୍ୟୁଇଂ ନାଉ ଅର୍ ରିସେଣ୍ଟଲି ଷ୍ଟପ୍ ହେଇଛି ବଟ୍ ଇଟ୍ସ ଇଫେକ୍ଟ ଇଜ୍ ଭିଜିବୁଲ୍। ମାନେ କାମଟା ଆରମ୍ଭ ହେଇଛି କିଛି ସମୟ ଚାଲିଛି ମେ ବି ଷ୍ଟପ୍ ହେଇଥାଇପାରେ ବା ନ ହେଇଥାଇପାରେ କିନ୍ତୁ ତା ଇଫେକ୍ଟଟା ଭିଜିବୁଲ୍ ଅଛି। ସେଇ କେସ୍ରେ ଆମେ ତାକୁ କ'ଣ କରିବା ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍ କରିବା। ପ୍ରଥମେ ଆମେ ଏଗୁଡ଼ା ଆଲୋଚନା କରିବା କ'ଣ ନା ଆକ୍ସନ୍ ଷ୍ଟାର୍ଟେଡ୍ ଇନ୍ ଦ ପାଷ୍ଟ ଆଣ୍ଡ ଷ୍ଟିଲ୍ କଣ୍ଟିନ୍ୟୁ। ପାଷ୍ଟରେ ଆରମ୍ଭ ହେଇଛି ଏବଂ ବର୍ତ୍ତମାନ ସୁଦ୍ଧା ମଧ୍ୟ କଣ୍ଟିନ୍ୟୁ କରୁଛି। ଯେମିତିକି ଏକ୍ସାମ୍ପଲ୍ ଦେଉଛି ଓମ୍ ହାଜ୍ ବିନ୍ ୱାର୍କିଂ ଇନ୍ ଏ ହସ୍ପିଟାଲ ସିନ୍ସ ଜୁନ୍, ମାଇ ସିଷ୍ଟର ହାଜ୍ ବିନ୍ ଲର୍ଣ୍ଣିଂ ଡ୍ୟାନ୍ସ ଫର୍ ମେନି ମନ୍ଥସ୍, ତାରା ହାଜ୍ ବିନ୍ ଷ୍ଟେଇଂ ଇନ୍ ଭୁବନେଶ୍ୱର ସିନ୍ସ ଲାଷ୍ଟ ଇୟର। ତ ଏଗୁଡ଼ା ସବୁ କ'ଣ ହେଇଛି ପାଷ୍ଟରେ ଷ୍ଟାର୍ଟ ହେଇଛି ଷ୍ଟିଲ୍ କଣ୍ଟିନ୍ୟୁ, ଏବେ ବି ସେମାନେ ସେଇଠି ଅଛନ୍ତି, ପାଷ୍ଟରେ ଆରମ୍ଭ ହେଇଛି ଷ୍ଟିଲ୍ କଣ୍ଟିନ୍ୟୁ କରୁଛି। ସେମିତି ଆଉ କିଛି କ'ଣ ନା ଟୁ ସୋ ଡ୍ୟୁରେସନ୍ ଅଫ୍ ଆନ୍ ଆକ୍ସନ୍, ଯଦି ଗୋଟେ ଆକ୍ସନ୍ ବା କାର୍ଯ୍ୟଟେ ଅଛି ତାର କିଛି ଡ୍ୟୁରେସନ୍ ଶୋ କରୁଛି। ଏକ୍ସାମ୍ପଲ୍ ଧର ସିନ୍ସ ଲାଗିଛି ବା ଫର୍ ଲାଗିଛି, ସିନ୍ସ ସଣ୍ଡେ, ସିନ୍ସ 2021, ସିନ୍ସ ମର୍ଣ୍ଣିଂ, ଏଇଠି ଫର୍ 5 ଆୱାର୍ସ ଏଇଭଳିଆ ହେଇଛି, ତାହେଲେ ଆମେ ଏଇଠି ମଧ୍ୟ କ'ଣ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍ ୟୁଜ୍ କରିପାରିବା। ଏକ୍ସାମ୍ପଲ୍ ସିଲୁ ହାଜ୍ ବିନ୍ ଷ୍ଟଡିଂ ଫର୍ 3 ଆୱାର୍ସ, ୱି ହାଭ୍ ବିନ୍ ଷ୍ଟଡିଂ ସିନ୍ସ ମର୍ଣ୍ଣିଂ, ସୋନୁ ହାଜ୍ ବିନ୍ ସିଙ୍ଗିଂ ସିନ୍ସ 9 PM। ଏମିତି ଆମେ ପରଫେକ୍ଟ ପ୍ରୋଗ୍ରେସିଭ୍ ୟୁଜ୍ କରିପାରିବା। ଆଉ ଗୋଟେ ସିଚୁଏସନ୍ ଅଛି କ'ଣ ନା ରିସେଣ୍ଟ ଆକ୍ସନ୍ ୱିଥ୍ ଭିଜିବୁଲ୍ ରେଜଲ୍ଟ। ଯେମିତିକି ହି ଇଜ୍ ଟାୟାର୍ଡ ବିକଜ୍ ହି ହାଜ୍ ବିନ୍ ରନିଂ। ସେ ଦୌଡ଼ୁଥିଲା ତେଣୁ ଟାୟାର୍ଡ ହେଇଯାଇଛି। ଆମର ରେଜଲ୍ଟ କ'ଣ ଟାୟାର୍ଡ ହେଇଛି, କିନ୍ତୁ ତାର ଆକ୍ସନ୍ଟା ହେଉଛି କ'ଣ ଯୋଉଟାକ ଆମର ହେଇଛି ରିସେଣ୍ଟ ଆକ୍ସନ୍ ୱିଥ୍ ଭିଜିବୁଲ୍ ରେଜଲ୍ଟ। ମାନେ ମନେକର ରିସେଣ୍ଟ କାମ କିଛି ହେଇଛି ତାର କି ରେଜଲ୍ଟ ମଧ୍ୟ ଭିଜିବୁଲ୍ ହେଉଛି, ଯୋଉଟା କଣ୍ଟିନ୍ୟୁ କରୁଛି। ତ ହି ଇଜ୍ ଟାୟାର୍ଡ ବିକଜ୍ ହି ହାଜ୍ ବିନ୍ ରନିଂ। ସେମିତି ଆଇ ହାଭ୍ ବିନ୍ ଷ୍ଟଡିଂ ଫର୍ 3 ଆୱାର୍ସ ଏଇଭଳି କିଛି ହେବ। ଏକ୍ସାମ୍ପଲ୍ କିଛି ଦେଖିଦେଇଥିବ। ତାପରେ ପ୍ରେଜେଣ୍ଟ ପରଫେକ୍ଟ ଭର୍ସେସ୍ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍। ଆ ଭିତରେ ଡିଫରେନ୍ସଟା କ'ଣ କ'ଣଟା ଆ ଦେହରେ ମେନ୍ ଡିଫରେନ୍ସ ଅଛି? ଗୋଟେ ଜିନିଷ ପିଲା ମନେ ରଖ, ଆ ଦେହରେ ଆକ୍ସନ୍ କମ୍ପ୍ଲିଟ୍ ହେଇଯାଇଛି, ଆ ଦେହରେ କଣ୍ଟିନ୍ୟୁ କରୁଛି ବା ରିସେଣ୍ଟ ଆକ୍ସନ୍। ଯେମିତିକି ଦେଖ ଆ ଦେହରେ ରହୁଛି ଫୋକସ୍ ହେଉଛି କ'ଣ କମ୍ପ୍ଲିସନ୍ ଉପରେ, ଆ ଦେହରେ ଡ୍ୟୁରେସନ୍ ଉପରେ। ଆଇ ହାଭ୍ ରିଟିନ୍ ଏ ଲେଟର୍, ଏ ଆକ୍ସନ୍ଟା କମ୍ପ୍ଲିଟ୍ ହେଇଯାଇଛି। ଆର ଫୋକସ୍ କ'ଣ କାମଟା କମ୍ପ୍ଲିଟ୍ ହେଇଯାଇଛି। କିନ୍ତୁ ଏଇଟା କ'ଣ ହେଉଛି ଆଇ ହାଭ୍ ବିନ୍ ରାଇଟିଂ ଏ ଲେଟର୍, ମାନେ ଆକ୍ସନ୍ କଣ୍ଟିନ୍ୟୁ କରୁଛି। ଏଇଟା କଥା ଡ୍ୟୁରେସନ୍ ଉପରେ ଫୋକସ୍ କରେ। କିଛି ଏକ୍ସାମ୍ପଲ୍ ଆମେ ନେବା, ବେଲେ ଆକୁ ଦେଖିଦେବ। ଏଠି କିଛି ଏକ୍ସାମ୍ପଲ୍ ଆ ଦେହରେ ଅଛି। ଦି ବଏଜ୍ ହାଭ୍ ବିନ୍ ସୁଇମିଂ ଇନ୍ ଦ ରିଭର୍, ଇଟ୍ ହାଜ୍ ବିନ୍ ରେନିଂ ସିନ୍ସ ୟେଷ୍ଟରଡେ। ଏଭଳି କିଛି ଏକ୍ସାମ୍ପଲ୍ ଅଛି, ଏଗୁଡ଼ା ସବୁ ଦେଖିବ। ଆପରେ କିଛି ଆ ଦେହରେ ଦେଖ ଟାଇମ୍ ଏକ୍ସପ୍ରେସନ୍ସ କମନଲି ୟୁଜ୍ଡ। ଆ ଦେହରେ କୋଉ ଟାଇମ୍ ଏକ୍ସପ୍ରେସନ୍ ଗୁଡ଼ା କମନଲି ୟୁଜ୍ ହୁଏ କ'ଣ ନା ସିନ୍ସ, ଫର୍, ଅଲ୍ ଡେ, ରିସେଣ୍ଟଲି, ଲେଟଲି, ଫର୍ ଏ ଲଙ୍ଗ୍ ଟାଇମ୍, ସିନ୍ସ ମର୍ଣ୍ଣିଂ। ଏଗୁଡ଼ାକ ଆମେ କମନଲି ଏଥିରେ ୟୁଜ୍ କରୁ। ଆପରେ କିଛି ଆମର ପ୍ରାକ୍ଟିସ୍ ପାଇଁ କୋଶ୍ଚିନ୍ ଅଛି, ଏଗୁଡ଼ା ପିଲା ଦେଖିକି ପ୍ରାକ୍ଟିସ୍ କରିଦେବ। ଏଗୁଡ଼ା ସବୁ ଦେଇଛି ଚେଞ୍ଜ ଇଣ୍ଟୁ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍, ମେକ୍ ଇଣ୍ଟ୍ରୋଡ୍ୟୁସ୍ ସେଣ୍ଟେନ୍ସ, ଫିଲ୍ ଇନ୍ ଦ ବ୍ଲାଙ୍କ୍ସ। ଏଗୁଡ଼ା ଦେଇ କରିଦେବ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ। ପ୍ରାକ୍ଟିସ୍ ପାଇଁ କିଛି ଆ ଦେହରେ ଦେଇଛି, ଦେଖିଦେବ ପିଲେ। ଏଠି ପ୍ରାକ୍ଟିସ୍ କୋଶ୍ଚିନ୍ କିଛି ଦେଇଛି, ତାଗୁଡ଼ା ସବୁ କରିନେବ। ଏଥିରେ 5ଟା 5ଟା 10ଟା ଦେଇଛି। ଏଗୁଡ଼ା ସବୁ କ'ଣ କରିବ ଚେଞ୍ଜ ଇଣ୍ଟୁ ପରଫେକ୍ଟ ପ୍ରୋଗ୍ରେସିଭ୍ କରିବ, ମେକ୍ ଇଣ୍ଟ୍ରୋଡ୍ୟୁସ୍ ସେଣ୍ଟେନ୍ସ କରିବ, ଏଇଟା ଫିଲ୍ ଇନ୍ ଦ ବ୍ଲାଙ୍କ୍ସ କରିବ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।